उच्च हवामानी जेबे गरम भाषा उच्च हवामानी जेबे गरम भाषा उच्च गरम निज मातृभाषा व्यक्ति प्रथमे जो भाषा सीखे कहे ता होची मातृभाषा व्यक्तिर परिचय मातृभाषा हमर सम्मान स्वाभिमान मातृभाषा समस्त संपूर्ण सूचीपत्र स्पंदन स्वाक्षर मातृभाषा ओडिशा गर्व गौरव और मानवीय होची आम मातृभाषा किंतु कालक्रमे आम मातृभाषार मूल्यबोध को भूली जाऊँ से ओडिशा सरकार ओडिशा गणशिक्षा विभाग विद्यालय स्तर में अंतर्जातीय मातृ दिवस करने निष्पत्ति से दिवस अवसर में आप एस राजेंद्र रेड्डी महोदय वक्तव्य प्रदान करने अनुष्ठान तरफ अनुरोध करुँ। जय जगन्नाथ। आज जाओ खुशी लगिला जे आम राज्य अंतर्जातीय मातृभाषा दिवस जो पालन अवसर में गणेशपुर उच्च प्राथमिक विद्यालय प्रांगण में जो भाषा भाषार त्वरान्वित जो कार्यक्रम आरंभ कार्यक्रम उपस्थित गणेशपुर पंचायत सरपंच महोदय विद्यालय प्रधान शिक्षक महोदय तथा मुझे शुणुली जदि सुंदर भजन गान करुले समस्त मंत्रमुग्ध से भरीभूत कर दे समस्ते मजी जाइए से महाभाग आम गमरे उपस्थित अच्छा तेणु से महामोर हृदय अभिनंदन यही विद्यालय अन्यान्य मोर शिक्षक बंधुगण आदर छात्र भाषा 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 तो जदि विश्व आलोचना करा ये भाषा केते प्रकार भाषा सांकेतिक भाषा कथित भाषा लिखित भाषा मातृभाषा कथित भाषा ये भितर आम को भाषा ग्रहण कर शाखा मातृभाषा मातृभाषा कौन भाषा भाषा आमे कहू कहीं भाषा आमे कहीं कहू निजर गोटे मनर भावटी को अन्य आगे परिप्रकाश करने जो गोटे माध्यम दरकार कौन भावुची से भावनाटा को मुझे जहाँ मोर मुख निःसृत वाणी जहाँ प्रकाश करा मो मन कौन भावी कौन कहूँ जहाँ को निजर मुखर निःसृत वाणी कहवा से मातृभाषा माँ पाखर जो भाषा को आम शिखुचे साधारण से भाषा को मातृभाषा आम माँ पाखर प्रथम करी जो भाषा के आम शिखुचे जदि आम माँ हमको ओडिया भाषा कथा कला ओडिया भाषा से भाषा आम जेहतु ओडिशा तेणु आम को भाषा को आम साधारण आगे अच्छी भाषा सांकेतिक भाषा अर्थात संकेत माध्यम भाषा को आम प्रकाश करूँ आम एमती कहले कौन बुझुते बुझुते कि एमती कहले कौन बुझुते खाइल कि नहीं ये परिप्रकाश सांकेतिक माध्यम भाषा आम क्या कहूने कौन ये भाषा
ତେଣୁ ଭାଷା ହେଲା କ'ଣ? କଥିତ ଭାଷା, ଲିଖିତ ଭାଷା। ତେଣୁ ଆମେ ସାଧାରଣତଃ କୋଉଟାକୁ ଗ୍ରହଣ କରୁଛେ? ତେଣୁ ତା ପୂର୍ବରୁ ଆମ ଅରୂପ ସାର୍ କହୁଥିଲେ ଯେ ମାତୃଭୂମି ମାତୃଭାଷାରେ ମମତା ଯାହା ପାଖରେ ନାହିଁ ତାକୁ ଯଦି ଜ୍ଞାନୀ ବୋଲି କହିବା ତାହେଲେ ଅଜ୍ଞାନୀ କହିଲେ। ତେଣୁ ନିଶ୍ଚିତ ଭାବେ ଆମେ ଓଡ଼ିଶାରେ ବାସ କରୁଛେ, ଆମର ଭାଷା ହେଉଛି ଓଡ଼ିଆ। ଆମେ ନିଜକୁ ଗୌରବାନ୍ୱିତ ମନେ କରିବା କଥା ଯେ ବହୁତ ସମୟରେ ଆମେ ଦେଖିଛୁ ଆମ ପିଲାମାନେ ଓଡ଼ିଆ ଭାଷା କହିଲେ ସାଧାରଣତଃ ସେମାନଙ୍କୁ କ'ଣ ଭାବନ୍ତି ଯେ ମତେ କିଛି ଇଂରାଜୀ ଜାଣିନି ବୋଲି କହିଦେବେ, ତେଣୁ ଇଂରାଜୀ ଟିକେ ବ୍ୟବହାର କରନ୍ତି ନାହିଁ। ଆମେ ବେଶୀ ପାଶ୍ଚାତ୍ୟ ଭାଷାକୁ ବ୍ୟବହାର କରିବା ନାହିଁ। ଅର୍ଥାତ୍ ଆମର ଯୋଉ ପାଶ୍ଚାତ୍ୟ ଯୋଉ ଭାଷାଟା ଅଛି କୋଉ ଭାଷାଟାରେ? ଇଂରାଜୀ। ଆମେ ବହୁତ ସମୟ ଇଂରାଜୀ ଶିଖିବା ପାଇଁ କାହାକୁ ବାରଣ କରାହଉଛି, କିନ୍ତୁ ଏବେ ମଧ୍ୟ ସରକାର ବହୁତ କିଛି ଗୁରୁତ୍ୱ ଦେଇଛନ୍ତି ଯେ ଓଡ଼ିଆ ଭାଷାକୁ କେମିତି ପ୍ରତ୍ୟେକ ସ୍ତରରେ ଅଫିସ ସ୍ତରରେ ମଧ୍ୟ କେମିତି ପହଞ୍ଚେଇବେ। ତେଣୁ ଯୋଉ ଇଂରାଜୀରେ ଯୋଉ କାଗଜପତ୍ର ଚିଠିପତ୍ର ମଧ୍ୟ ଯିବା ଆସିବା କରୁଥିଲା ସେଟାକୁ ଓଡ଼ିଆ ମାଧ୍ୟମରେ ମଧ୍ୟ କରିବା ପାଇଁ ପ୍ରୟାସ ଚାଲିଛି। ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ ଓଡ଼ିଆରେ ଆମେ ଓଡ଼ିଆ ଭାଷାକୁ କେମିତି ବହୁ ଭାବରେ ବ୍ୟବହାର କରିବା ତା ପାଇଁ ବୋଲି ମଧ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଯାଉ ବହୁତ ଖୁସି ଲାଗିଲା। ମୁଁ ଏମିତି କହିବି ଯେ ଯେହେତୁ ଓଡ଼ିଆ ହେଉଛି ଆମର ମାତୃଭାଷା, ଆମେ ଓଡ଼ିଶାରେ ବାସ କରୁଛେ, ଆମର ଏ ଭାଷାକୁ ଓଡ଼ିଆ ଭାଷାକୁ ତମେ ତା ପୂର୍ବରୁ 1936ରେ ଯେତେବେଳେ ଆମର ସ୍ୱତନ୍ତ୍ର ଉପନିବେଶ ହେଇଥିଲା ସେତେବେଳେ ଜାଣିଥିବ ବଙ୍ଗାଳୀମାନେ ନାରୀ ବସିକି ଆସିଥିଲେ ଯେ ଓଡ଼ିଶାରେ କେବଳ ବଙ୍ଗାଳୀ ଭାଷାକୁ କେବଳ ପ୍ରୟୋଗ କରିବା, କିନ୍ତୁ ସେଇ ସମୟରେ ଯେଉଁମାନେ ଥିଲେ ଭାଷା ଆନ୍ଦୋଳନ ଯେଉଁମାନେ କରିଥିଲେ ଯେ ସେମାନେ ବଙ୍ଗାଳୀ ଭାଷାକୁ ଗ୍ରହଣ କରି ଓଡ଼ିଆ ଭାଷାକୁ କିଛି ବହୁଳ ପ୍ରଚାର ପ୍ରସାର ହେବ, ସେଥିପାଇଁ ବିଭିନ୍ନ ପ୍ରକାର କାବ୍ୟ କବିତା ନାଟ୍ୟ ଉପନ୍ୟାସ ଏଗୁଡ଼ାକ ଲେଖିକିରି ତାର ସହର ସୃଷ୍ଟି କରିକିରି ଭାଷାକୁ ବଞ୍ଚେଇକି ଗଲେ। ତେଣୁ ନିଶ୍ଚିତ ଆମେ ଗର୍ବ କରିବା ଆମେ ଓଡ଼ିଶାରେ କହୁଛେ, ଓଡ଼ିଆ ଭାଷା ମଧ୍ୟ ଆମର ଭାଷା। ତେଣୁ ଆମେ ଗର୍ବର ସହିତ କହିବା ଆମେ ସମସ୍ତେ ଓଡ଼ିଆ। ଆମର ଭାଷା ଭାରି ଓଡ଼ିଆ। ତେଣୁ ଏ ଭାରି ଓଡ଼ିଆ ଭାଷା ଆମେ ଇଂଲିଶ ଶିଖିବା ପାଇଁ କାହାକୁ ମନା ନାହିଁ, କିନ୍ତୁ ଇଂରାଜୀ ଜାଣିଥିଲେ ମଧ୍ୟ ଯୋଉମାନେ ଭାବୁଛନ୍ତି ଇଂରାଜୀ ଯଦି ନ କହିଲେ ମୋତେ କହିଲେ ସେ ଆମ ଧାରାଟା ଖାଲି ଦୂରେଇ ଦେବା ଏ ସମ୍ବନ୍ଧ ଯଦି ଆମର ଭାଷାକୁ ଆମେ ପ୍ରାଧାନ୍ୟ ଦେଇକି ଚାଲିବା ନିଶ୍ଚିତ ଭାବେ ଆଗାମୀ କିଛି ଦିନ ଭିତରେ ଓଡ଼ିଆ ଭାଷା ଗୋଟେ ଶ୍ରେଷ୍ଠ ଭାଷା ହେଇକି ଓଡ଼ିଶାରେ କେବଳ ରହିବନି, ଏ ଭାଷାର ଯୋଉ ସ୍ୱାଦ ରହିଛି, ଏ ଭାଷାର ଯୋଉ ଚାତୁରୀ ରହିଛି, ଏଇଟା ମଧ୍ୟ ଆମର ବିଶ୍ୱ ଦରବାରରେ ଯାଇକି ପହଞ୍ଚିବ। ଆଜି ପର୍ଯ୍ୟନ୍ତ ସେମାନେ ଓଡ଼ିଆ ପ୍ରବାସୀମାନେ ଯେଉଁମାନେ କହିଛନ୍ତି ବାହାରେ ମଧ୍ୟ ସେମାନେ ଦେଖିବ ଯେ ଓଡ଼ିଆ କହୁଛି ବୋଲି ବହୁତ ମିଶେଇକି ତା ପ୍ରଥମେ ମତେ ଭାଇକୁ ନହେଲେ ଓଡ଼ିଆ କହିବ। ତେଣୁ ଯେହେତୁ ଆମ ଭାଷାର କେତେ ଗୁରୁତ୍ୱ ରହିଛି, କେତେ ପ୍ରାଧାନ୍ୟ ରହିଛି, ଆମେ ନିଜକୁ ଗର୍ବ ଅନୁଭବ କରିବା ଯେ ଆମେ ଓଡ଼ିଆ। ନିଶ୍ଚିତ ଭାବରେ ଓଡ଼ିଆ ଭାଷାକୁ ଆମେ ପ୍ରୟୋଗ କରିବା, ଇଂରାଜୀ ଭାଷା ମଧ୍ୟ ଶିଖିବା। କାହିଁକି ଇଂରାଜୀ ଭାଷା ନ ଶିଖିଲେ ମଧ୍ୟ ଆମେ ଯୋଉ ବିଶ୍ୱ ଦରବାରରେ ବା ଭାରତୀୟ ସ୍ତରରେ ଯୋଉଗୁଡ଼ାକ ହଉଛି ସେ କାର୍ଯ୍ୟକ୍ରମ ଗୁଡ଼ାକ ଆମେ ବି ଯୋଗ ଦେଇପାରିବା। ଜ୍ଞାନ ଜାଣିବା ପାଇଁ କାହାକୁ ବାରଣ କିନ୍ତୁ ନିଜ ମାତୃଭାଷାକୁ ପ୍ରାଧାନ୍ୟ। ମୁଁ ଯୋଉ ଅଞ୍ଚଳରେ ଥିଲେ ସେମାନେ ଓଡ଼ିଆ ଜାଣିଥିଲେ ମଧ୍ୟ ତାଙ୍କର ଭାଷାଟିକୁ ହିଁ ପ୍ରାଧାନ୍ୟ ଦେଲେ। ତେଣୁ ଏବେ ମଧ୍ୟ ସେ ଅଞ୍ଚଳରେ କ'ଣ ହଉଛି ଯୋଉ ଆମର ପ୍ରାଇମେରୀ ସ୍କୁଲ ବହି ଗୁଡ଼ାକ ପଢ଼ା ହଉଛି ଦ୍ୱିଭାଷିକ ଭାଷାରେ ପଢ଼ା ହଉଛି। ତାଙ୍କ ଭାଷାରେ ଗୋଟେ ବହି ଅଛି, ପୁଣି ସେ ଭାଷାଟାକୁ ଆମର ଓଡ଼ିଆରେ ଟ୍ରାନ୍ସଲେସନ କରିକି ପଢ଼ା ହଉଛି। ତେଣୁ ତାକୁ ମାଲ୍ଟି ଲିଙ୍ଗୁଆଲ ବୋଲି ଯୋଉଟା ଦ୍ୱିପାକ୍ଷିକ ଭାଷା, ତାଙ୍କର ଭାଷା ଆମର ଭାଷା ଏମିତିକାର ମଧ୍ୟ ତାଙ୍କର ବହି ପୁସ୍ତକ ତିଆରି ହେଇଛି। ଅର୍ଥାତ୍ ସେମାନେ ତ ଅତି ଆମ ଭାଷାଟାକୁ ମଧ୍ୟ ବହିରେ ପ୍ରାଧାନ୍ୟ
आदिवासी लोक मानकर एते तांकर भाषा प्रति ममता ସେମାନେ ଆସିକି ଜିଲ୍ଲାରେ ଚହଳ ସଂଖ୍ୟକ ଦେଇଥିଲେ ଯେ ଆମ ଭାଷାକୁ ତମେ ପ୍ରାଧାନ୍ୟ ଦେଲେ ଆମର ପିଲାମାନେ ଓଡ଼ିଆ ବୋଲିବେ। ତେଣୁ ତାଙ୍କର ଯୋଉଟାକ କୁୟା ଭାଷା ଅଛନ୍ତି, ଗୋଣ୍ଡା ଭାଷା ଅଛନ୍ତି, ଗାଧୁଆ ଭାଷା ଅଛି, ଅନେକ ଭାଷା ଦେଶୀୟ ଭାଷା ଅଛି, ତାଙ୍କର ଭାଷାରେ କହିବାକୁ ପ୍ରସ୍ତୁତ କରାହେଇଛି। ତାପରେ ସେ ଭାଷାକୁ ସେମାନଙ୍କୁ କହିଲା ପରେ ସେ ଭାଷାର ଓଡ଼ିଆ ଭାଷା କ'ଣ ଆମର ଏ ଭାଷାଟାକୁ ତାକୁ ସମଝିବ। ତେଣୁ ଶୀଘ୍ର ଯେତିକି ଶିକ୍ଷକ ଅଛନ୍ତି ତାକୁ ସେମାନଙ୍କୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଆମର ଓଡ଼ିଆ ଭାଷାକୁ ସେମାନେ ବୁଝିଲା ପର୍ଯ୍ୟନ୍ତ ତାଙ୍କର ଭାଷାକୁ ପ୍ରଥମେ ତାଙ୍କୁ ପାଠ ପଢ଼ାଯିବ, ତାପରେ ଆମର ଓଡ଼ିଆ ଭାଷାକୁ ସେମାନଙ୍କୁ ପଢ଼ାଯିବ। ତେଣୁ ଏଇ ପ୍ରକାର କାର୍ଯ୍ୟକ୍ରମ ନିଆହଉଛି ଓଡ଼ିଆ ଭାଷାର ସମୃଦ୍ଧି ପାଇଁ, ଓଡ଼ିଆ ଭାଷାର ବିକାଶ ପାଇଁ। ତେଣୁକରି ଆମେ ସମସ୍ତେ ଓଡ଼ିଆ, ସମସ୍ତେ ନିଜ ଘରେ ମଧ୍ୟ ପ୍ରୟାସ କରିବା ଯେ ବହୁଳ ଭାବରେ ଓଡ଼ିଆ ଭାଷାକୁ ବ୍ୟବହାର କରିବା ଆମର ଦୈନନ୍ଦିନ ଜୀବନରେ। ନିଶ୍ଚିତ ଭାବେ ମୁଁ ଆଶା କରିବି ଯଦି ଏହି ଲକ୍ଷ୍ୟ ଉଦ୍ଦେଶ୍ୟ ନେଇକି ଯଦି ଆମେ ଆଗକୁ ବଢ଼ିବା, ନିଶ୍ଚିତ ଭାବେ ଓଡ଼ିଆ ଭାଷା ଗୋଟେ ସ୍ୱୀକୃତି ପ୍ରାପ୍ତ ଭାଷା ହେଇକି ବିଶ୍ୱ ଦରବାରରେ ପହଞ୍ଚିବ। ବହୁତ ସମୟ ଅତିକ୍ରାନ୍ତ ହେଇଗଲାଣି। ମୁଁ ଏଇଠି